ଅଦ୍ୟତା 8-10-2025 ରିଖ ପୂର୍ବାହ୍ନ 11 ଘଟିକା ବାଲେଶ୍ୱର ସାମ୍ବାଦିକ ପ୍ରକୋଷ୍ଠରେ ଦିବଂଗତ ସାମ୍ବାଦିକ ସ୍ମୃତି କମିଟି ବାଲେଶ୍ୱର ପକ୍ଷରୁ ଆଜିକାଲି ଖବରକାଗଜର ପ୍ରତିଷ୍ଠାତା ତଥା ସମ୍ପାଦକ ସ୍ୱର୍ଗତ ବିସ୍ମୟ ମହାନ୍ତିଙ୍କ 8ତମ ଶ୍ରଦ୍ଧାଞ୍ଜଳି ସଭା କମିଟିର ସଭାପତି ଦେବବ୍ରତ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସ୍ମୃତିଚାରଣ ସଭାର ଉଦ୍ଘାଟକ ଭାବରେ ବାଲେଶ୍ୱର ଜିଲ୍ଲା ପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଆଜିକାଲି ସମ୍ବାଦପତ୍ରର ପ୍ରକାଶକ କିଶୋର ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବିସ୍ମୟ ମହାନ୍ତିଙ୍କ କାର୍ଯ୍ୟଦକ୍ଷତା, ସାମ୍ବାଦିକତା, ସାମାଜିକ କାର୍ଯ୍ୟ, ରାବଣ ପୋଡ଼ି, ଚାନ୍ଦିପୁର ବେଳାଭୂମି ମହୋତ୍ସବ ସମ୍ପର୍କରେ ବିସ୍ମୟ ମହାନ୍ତିଙ୍କ ଅବଦାନ ଥିଲା ଅବର୍ଣ୍ଣନୀୟ ବୋଲି କହି ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଅମର ଆତ୍ମାର ସଦ୍ଗତି ପାଇଁ 1 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସ୍ୱର୍ଗତ ବିସ୍ମୟ ମହାନ୍ତିଙ୍କ ବଡ଼ ଭାଇ ବିପ୍ଳବ କୁମାର ମହାନ୍ତି, ସୁପୁତ୍ର ନିର୍ମାଲ୍ୟ ମହାନ୍ତି, ପ୍ରେସ୍ ଇମ୍ପ୍ରେସର ସଭାପତି ଉଜ୍ଜ୍ୱଳ କର, ଉପସଭାପତି ସନ୍ଦୀପ୍ତ ଦାସ ବଶୀଧର ଦଳେଇ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ସ୍ମୃତିଚାରଣ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଗଗନ କୁମାର ସେଠୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିନାୟକ ମହାପାତ୍ର, ଭଗବାନ ଦାସ, ପ୍ରଦୀପ କୁମାର ବେହେରା, ବାସୁଦେବ ରାଉଳ, ତ୍ରିଲୋଚନ ଉପାଧ୍ୟାୟ, ଯଶୋଦାନନ୍ଦ ଆସ, ଗୌରାଙ୍ଗ ପାଣିଗ୍ରାହୀ, ରାଜେନ୍ଦ୍ର ପ୍ରଧାନ, ବାସନ୍ତୀ ମିଶ୍ର, ମମତା ଦାସ, ତପନ ଦାସ, ଆରତୀ ମୁଖୀ, ସୋନିଆ ମୁଖୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅନୁଷ୍ଠାନ ପକ୍ଷରୁ କମଳାକାନ୍ତ ନାୟକ, ଶରତ ଚନ୍ଦ୍ର ବାରିକଙ୍କୁ ଉପଯୌନକ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ ଦିବଂଗତ ସାମ୍ବାଦିକ ସ୍ମୃତି କମିଟିକୁ 21,000 ଟଙ୍କା ଅର୍ଥରାଶି ପ୍ରଦାନ କରିବା ଘୋଷଣା କରିଥିବା ବେଳେ ରାଜେନ୍ଦ୍ର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜିକାଲିର ସମ୍ପାଦକ ନିର୍ମାଲ୍ୟ ମହାନ୍ତି 10,000 ଟଙ୍କା ଅନୁଦାନ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ଶେଷରେ ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମର ସାମ୍ପାଦିକ ସୁରେନ୍ଦ୍ର ମୋହନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏବଂ ଏଭଳି ଏକ ଗାଁର ସମସ୍ତେ ଆଜି ଯେଭଳି କର୍ମରତ ଅଛନ୍ତି, ତ ସେଥିପାଇଁ ମୋତେ ନ୍ୟାୟ ଦରକାର। ମୁଁ ଆପଣମାନଙ୍କ ପାଖରେ ହାତ ଯୋଡ଼ି ପ୍ରାର୍ଥନା କରୁଛି, ଓଡ଼ିଶାବାସୀଙ୍କ ପାଖରେ।